ନିର୍ବାଚନ ପୂର୍ବରୁ ମାସ୍କାପାଙ୍ଗା ଓ ବଣ୍ଡା ପିପିଲିରେ ଲାଗିଲା ଏକାଧିକ ମାଓ ପୋଷ୍ଟର। କୋଟଗଡ଼ ଥାନା ଅନ୍ତର୍ଗତ ଜୁଟାବାଲି ପଞ୍ଚାୟତର ମାସ୍କାପାଙ୍ଗା ଓ ବଣ୍ଡା ପିପିଲିରେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରି ଗଣତାନ୍ତ୍ରିକ ଲୋକ ସରକାର ଗଠନ ପାଇଁ ବିଜିଏନ୍ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ପକ୍ଷରୁ ଏକାଧିକ ପୋଷ୍ଟର ଜରିଆରେ ଆହ୍ୱାନ କରାଯାଇଥିବା ଦେଖିବାକୁ ମିଳିଛି। ତେବେ ପୋଷ୍ଟରରେ ମିଛ ଓ ଧୋକାବାଜପୂର୍ଣ୍ଣ ଲୋକସଭା ଓ ଓଡ଼ିଶାର ବିଧାନସଭା ନିର୍ବାଚନକୁ ବର୍ଜନ କରନ୍ତୁ, ପ୍ରକୃତ ଗଣତନ୍ତ୍ର ପାଇଁ ମାଓବାଦୀ ସଂଘର୍ଷ ପଥରେ ଲଦି ବିପ୍ଳବୀ ଲୋକ ସରକାର ପ୍ରତିଷ୍ଠା କରନ୍ତୁ, ଦେଶ ଓ ଜନତା ପାଇଁ ସବୁଠାରୁ ବଡ଼ ବିପଦ ବଳିଥିବା ଜନବିରୋଧ ଦେଶଦ୍ରୋହୀ ବ୍ରାହ୍ମଣୀୟ ବିଜୁହ ଫାଣିବାଦୀ ରାଜପା ପାର୍ଟି ଓ ଦେଶରେ ପ୍ରଥମ ସାମ୍ରାଜ୍ୟବାଦୀ ଅନୁକୂଳ ଏଲ୍ପିକି ନୀତିକୁ ଲାଗୁ କରି ଜନତାଙ୍କ ଉପରେ ଦମନ ଚଳାଇଥିବା କଂଗ୍ରେସ ଓ ଅନ୍ୟ ଧୋକାବାଜ ପାର୍ଟିକୁ ବିରୋଧ କର। କର୍ପୋରେଟଙ୍କ ସ୍ୱାର୍ଥରେ ବିଜେଡିର ସମସ୍ତ ଜନବିରୋଧ ଦେଶ ବିରୋଧ ନୀତିକୁ ବିରୋଧ କର। ଜନକ୍ଷଧର ମିଡ଼ିଆ ଯୋଗ୍ୟ ସମାଚାର ସୂତ୍ର ମିଡ଼ିଆ କର୍ମୀ ବୁଦ୍ଧିଜୀବୀଙ୍କ ଉପରେ ଆକ୍ରମଣ କରିବା ବନ୍ଦ କର। ମିଛ କେସ୍ରେ ବନ୍ଦୀ ଥିବା ସମସ୍ତ ଆଦିବାସୀ ରାଜନୈତିକ କର୍ମୀ ସାମାଜିକ କର୍ମୀଙ୍କୁ ତୁରନ୍ତ ନିଶର ମୁକ୍ତି କର। ଶାସନର ସବୁ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ଚାକିରିକୁ ସ୍ଥାୟୀ କର। ଆଦିବାସୀ ବିରୋଧ ଜନବିରୋଧ ପରିବେଶ ଧ୍ୱଂସକାରୀ 2023 ବନ୍ୟ ସଂରକ୍ଷଣକୁ ଆଇନ ବିରୋଧ କର। ଶିକ୍ଷାକୁ ବ୍ୟବସାୟୀକରଣ ଓ ଘରୋଇକରଣ କରିବା ବାଲା ନୂଆ ଶିକ୍ଷାନୀତି 2020କୁ ରଦ୍ଦ କରିବା ପାଇଁ ସଂଘର୍ଷ ଜାରି ରଖ। ବିକାଶ ନାମରେ ପରିବେଶ ଧ୍ୱଂସକାରୀ ଓ ଜନତାଙ୍କୁ ଜବରଦସ୍ତି ବିସ୍ଥାପନ କରୁଥିବା କର୍ପୋରେଟ ବିକାଶ ଯୋଜନାକୁ ବିରୋଧ କର। ମିଛ ମାଓବାଦୀ ନାମରେ ଜନତା ଆନ୍ଦୋଳନ କର୍ମୀଙ୍କୁ ଗିରଫ କରିବା ବନ୍ଦ କର ଭଳି ବହୁ ଆହ୍ୱାନ ରହିଛି। ନିର୍ବାଚନ ପୂର୍ବରୁ ଏଭଳି ପୁଳା ମାଓ ପୋଷ୍ଟର ଲାଗିବା ସାଧାରଣ ଲୋକଙ୍କୁ ଚକିତ କରିଛି ଏବଂ କୋଟଗଡ଼ ଅଞ୍ଚଳରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛି। ପୋଲିସ କିମ୍ବା ଜିଲ୍ଲା ପ୍ରଶାସନର ଏ ବାବଦରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଦ୍ୱନ୍ଦ୍ୱରେ ରହିଛନ୍ତି ଅଞ୍ଚଳବାସୀ। ତୁମୁଡ଼ିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।